ବୃନ୍ଦ ଏବଂ ବଡ଼ ସାନ ଭଉଣୀ ଭାଇ ଏଠାରେ ମୋତେ କହିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ଗର୍ବିତ। ଆଜି ଯେଉଁ ମହାପୁରୁଷଙ୍କର ପାଇଁ ଏହି ଦିବସ ପାଳିତ ହେଉଛି ତାଙ୍କୁ ମୁଁ ପ୍ରଣାମ ଜଣାଉଛି। ତାଙ୍କର ଗୋଟିଏ ଉପାଧି ଥିଲା ଚାଚାଜୀ, ସେଥିପାଇଁ ତାଙ୍କୁ ଚାଚା ନେହେରୁ ମଧ୍ୟ କୁହନ୍ତି। ଯେହେତୁ ସେ ଶିଶୁମାନଙ୍କର ଉନ୍ନତି ପାଇଁ ଚେଷ୍ଟା କରୁଥିଲେ, ତାଙ୍କର ସ୍ୱପ୍ନକୁ ଆମେ ସାକାର କରିବା। ଆଉ ଏହି ଜନ୍ମ ଦିବସରେ ଆମେ ସମସ୍ତେ ଶପଥ ନେବା ଯେ ଭଲ ପାଠ ପଢ଼ି ଆମେ ଭିତରୁ ଇଞ୍ଜିନିୟର, ଡକ୍ଟର, ଶିକ୍ଷକ, କଲେକ୍ଟର, ପୋଲିସ ଇତ୍ୟାଦି ଭଲ ପଦବୀରେ ରହିବା। ଏମିତି ହେଲେ ତାଙ୍କ ସାର୍ଥକ ହେବ। ମୁଁ ଏତିକି କହି ବକ୍ତୃତାଟି ଶେଷ କରୁଛି। ମୋତେ ଏହି ଜାତୀୟ ସଭାରେ କିଛି କହିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି। ଆଜି ହେଉଛି ନଭେମ୍ବର ମାସ 14 ତାରିଖ। ଆଉ ଆଜିର ଏହି ଜାତୀୟ ଦିବସକୁ ଶିଶୁ ଦିବସ ରୂପେ ପାଳନ କରାଯାଇଥାଏ। ଶିଶୁ ଦିବସ କହିଲେ ଛାତ୍ରଛାତ୍ରୀ ତଥା କୁନି ପିଲାମାନଙ୍କ ଦିବସ ଅଟେ। ଏହା ପଣ୍ଡିତ ଜବାହରଲାଲ ନେହେରୁ ଜନ୍ମ ଜୟନ୍ତୀ। ସେ ଶିଶୁମାନଙ୍କୁ ବହୁତ ଭଲ ପାଉଥିଲେ, ଶିଶୁମାନଙ୍କର ଉନ୍ନତି ପାଇଁ ଚେଷ୍ଟା କରୁଥିଲେ। ତାଙ୍କରି ନାମରେ ହିଁ ଗୋଟିଏ ପ୍ରବେଶିକା ପରୀକ୍ଷା ହେଉଛି। ତାହା ହେଲା ଜବାହର ନବୋଦୟ ପ୍ରବେଶିକା ପରୀକ୍ଷା। ଏହା ପଞ୍ଚମ ଶ୍ରେଣୀର ଶିକ୍ଷାର୍ଥୀମାନେ ଦେଇଥାନ୍ତି। ଆଉ କୃତକାର୍ଯ୍ୟ ହେଲେ ଜବାହର ନବୋଦୟ ବିଦ୍ୟାଳୟରେ ନାମ ଲେଖାଇ ପାଠ ପଢ଼ିଥାନ୍ତି। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ତାଲି ଦିଅ। ସାଇଲେନ୍ସ। ଆଉ ସ୍ନେହର ଭାଇଭଉଣୀମାନେ, ଆଜିର ଜାତୀୟ ଦିବସକୁ ଶିଶୁ ଦିବସ କୁହାଯାଇଥାଏ। ଏହି ଦିବସରେ ପଣ୍ଡିତ ଜବାହରଲାଲ ନେହେରୁ ଜନ୍ମ ହୋଇଥିଲେ। ସେ 1879 ମସିହାରେ ନଭେମ୍ବର 14 ତାରିଖ ଦିନ ଆହ୍ଲାବାଦଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଶ୍ରୀଯୁକ୍ତ ମୋତିଲାଲ ନେହେରୁ ଆଉ ମାତାଙ୍କ ନାମ ଥିଲା ଶ୍ରୀମତୀ ସ୍ୱରୂପରାଣୀ ନେହେରୁ। ସେ ଗାନ୍ଧିଜୀଙ୍କ ପ୍ରଧାନ ଶିଷ୍ୟ ଥିଲେ। ସେ ବାରିଷ୍ଟର ପାଠ ପଢ଼ି କଂଗ୍ରେସରେ ଯୋଗ ଦେଇଥିଲେ। ସେ ଶେଷ ଜୀବନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। 1964 ମସିହା ସେ ମାସ 27 ତାରିଖରେ ଦୀଘଲିଲା ତ୍ୟାଗ କରିଥିଲେ। 74 ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ। ସେ ସ୍ୱାଧୀନତା ପୂର୍ବରୁ ସଂଗ୍ରାମୀ ଥିଲେ ଆଉ ଦେଶ ପାଇଁ କାରାବରଣ କରିଥିଲେ। ସେ ମରିକି ବି ଅମର ହୋଇ ଆମ ଗହନରେ ବର୍ତ୍ତମାନ ପୂଜା ପାଉଛନ୍ତି। ସମ୍ମାନୀୟ ପ୍ରଥମ ଶିକ୍ଷକ ମହୋଦୟ, ପୂଜ୍ୟ ଗୁରୁଜୀ ଏବଂ ବୃଦ୍ଧ, ମୋର ସହପାଠୀ ଏବଂ ଛୋଟ ଭାଇ ଭଉଣୀ, ଆଜିର ଏହି ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜିର ପବିତ୍ର ଦିବସ ଗୋଟିଏ ଜାତୀୟ ଦିବସ। ଆଉ ଏହି ଦିବସରେ ଜଣେ ଜନ୍ମ ମହାନ ବ୍ୟକ୍ତି ବିଶେଷଙ୍କର ଜନ୍ମ ହେଉଥିଲା। ତାଙ୍କ ଜନ୍ମ ଦିବସକୁ ଏହି ସବୁ ବର୍ଷ ପାଳନ କରୁ ଆସୁଛି। ଏହା ନଭେମ୍ବର ମାସ 14 ତାରିଖରେ ପାଳନ କରୁଛି। ଆଉ ସେ ଶିଶୁଙ୍କୁ ବହୁତ ଭଲ ପାଉଥିଲା ବୋଲି ଏହି ଦିବସକୁ ଶିଶୁ ଦିବସ କୁହାଯାଉଥିଲା। ସେ ଗୋଲାପମାନେ ଲାଲି
ଗୋଲାପ ତାଙ୍କ ପ୍ରିୟ ଥିଲା। ସେ ମଧ୍ୟରୁ ଆମ ଦେଶକୁ ସ୍ୱାଧୀନତା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ସେ ମହାନ ବ୍ୟକ୍ତି ବିଶେଷଙ୍କର ହେଉଛନ୍ତି ପଣ୍ଡିତ ଜବାହରଲାଲ